गगन बारिक ଆପଣ କଣ କରନ୍ତି ଏଠି? ମୁଁ ଆଜ୍ଞା ଏଠି ରୋଷେଇବାସ ଷ୍ଟାଫ୍ ହିସାବରେ କାମ କରେ କୋଉ ହୋଟେଲ? ଜୟା ହୋଟେଲରେ। କେତେ ବର୍ଷ ହେଲାଣି କାମ କରୁଛନ୍ତି ଆପଣ? ମୁଁ 11 ବର୍ଷ ହେଇଗଲାଣି। ଆଚ୍ଛା, କେମିତି କଣ ଆପଣଙ୍କ ମାଲିକ କେମିତିଆ ଲୋକ? ମାଲିକ ଆଜ୍ଞା ଏକ ନମ୍ବର ବଢ଼ିଆ ଲୋକ। ଆମେ ଷ୍ଟାଫ୍ ହିସାବରେ ଆମେ ସବୁ ନିଜେ ଗୋଟିଏ ଗାଁରୁ 15 ଜଣ ଷ୍ଟାଫ୍ ଆମେ ଆସୁ ଏଠି ରୋଷେଇବାସ କରୁ। ସବୁ ସାମ୍ନାରେ ମୋବାଇଲ ମାନେ କ୍ୟାମେରା ବି ଲାଗିଛି। ସବୁ ସାମ୍ନାରେ ଆମେ ରୋଷେଇବାସ କରୁ। ନିଜେ ବି ଆମେ 15 ଜଣ ଷ୍ଟାଫ୍ ଖାଉ। ମାଲିକ ଷ୍ଟାଫ୍ ସବୁ ଖାଆନ୍ତି। ଆଉ ସବୁ ବି ଚିହ୍ନା ଜଣା, ମାନେ କିଛି ଅସୁବିଧା ନାହିଁ। ସବୁ ଆଜି 11 ବର୍ଷ ହେଲାଣି ଆମେ ଆଜ୍ଞା ଏମିତି କାମ କେବେ ବି କରିବୁନି। ଗୋଟେ କଥା କହୁଛି, ଗୋଟେ ଗାଁରେ ବଦନାମି ହେଇକିରି ମୋତେ ଭାରି ଇଏ କରୁଛନ୍ତି। ଗାଁ ବାଟ ମାନେ ଚଲେଇ ଦଉନାହାନ୍ତି, ମାନେ ଭାରି କିଛି ମାନେ ଅସୁବିଧା ଇଏ ଲାଗୁଛି। ଆମେ କୁଆଡେ ଯାଉନୁ ଆସୁନୁ, ଏମିତି କାମ ଆମ ଜୀବନରେ କେବେ ହେଲେ ବି କରିବୁନୁ। ସବୁ କିଛି ଆମର ସବୁ ଭଲ। ସବୁ ଆମେ ଷ୍ଟାଫ୍ ଆମେ ନିଜେ ବି ଖାଉ, ନିଜେ ବି ଆସୁ ଯାଉ। ଆମେ ନିଜେ ବି ମୁଁ ଖାଏ, ମୁଁ ନିଜେ ରୋଷେଇ କରି ନିଜେ ବି ଆଗ ଖାଇବି। ସମସ୍ତେ ବି ଖାଆନ୍ତି ଷ୍ଟାଫ୍ ଆମର ସବୁ। ଗୋଟିଏ ଗାଁର ପିଲା, ଆମେ ହିନ୍ଦୁ ପିଲା ହେଇକି ଆମେ କେବେ ଏମିତି ମାନେ ଗୋମାତାଙ୍କର ଇଏ କରିବୁନି। ଆଉ ସବୁ ଟିକେ ଏମିତି ଏମିତି କରି ବଦନାମି କଲେ, ମିଛରେ ରାଜନୀତି ପଡେଇକି ଆଡୁ ସାଡୁ କଥା କହିକିରି ଏମିତି ବଦନାମି କରିଛନ୍ତି ଆଉ। ଆଜ୍ଞା କିଏ କଲେ ଆଜ୍ଞା, ଆମେ ଆଉ କହିପାରିବୁ? ଏମିତି ଅଲଗା ଆଡେ ଇଏ କରିକି ଏମିତି ସବୁ ବନ୍ଦ ବାନ୍ଦ କଲେ। ଏତେ ଦିନ ହେଲାଣି ବନ୍ଦ ହେଇକି ରହିଥିଲା, ଆପଣ ମାନେ କଣ ଆପଣଙ୍କୁ ସବୁ ପ୍ରାପ୍ୟ ମିଳୁଥିଲା, ପଇସା ମିଳୁଥିଲା? ଆଜ୍ଞା ଡେଲି ପ୍ରାପ୍ୟ ମଜୁରୀ ଆମେ ମାଲିକ ଆମକୁ ସାହାଯ୍ୟ କରନ୍ତି। ଆମେ ଘରେ ବସିଛୁ, ଆମକୁ ବି ସାହାଯ୍ୟ କରନ୍ତି। ଆଉ ଏମିତି ଚାଲିଛି ଆଉ। ଦୋକାନଟି ବନ୍ଦ ଥିଲା କିନ୍ତୁ ମାଲିକ ଆପଣଙ୍କୁ ଦରମା ଦଉଥିଲେ? ହଁ, ଆମକୁ ଖର୍ଚ୍ଚ ବାର୍ଚ୍ଚ ଦେଇକି ଆମକୁ ଇଏ କରନ୍ତି। ଆମେ ଆସିକି ବସିଲାଣୁ ଆଜି ମାସେ 15 ଦିନ ହେଲାଣି, 20 ଦିନ ହେଲାଣି ଖର୍ଚ୍ଚ ଦିଅନ୍ତି। ଆମେ ସବୁ ଚଳୁ। ଆଉ ସେଇ ଆମର ସବୁ 15 ଜଣଙ୍କ ଷ୍ଟାଫ୍, ଆମର ସମସ୍ତଙ୍କ ଆଶା ଭରସା ଏଇଠି ଆରି ଉପରେ ଆମେ ସବୁ ଚଳୁ। ଏଠି ଆଜ୍ଞା ବାର ହିସାବରେ କୁଇଣ୍ଟାଲ 90 କିଲୋ ଏମିତି ଯାଏ। ଖାଇବା ଷ୍ଟାଫ୍ 500-600 ଏମିତି ମିଲି ଭିତରେ। ଯୋଉମାନେ ନଣ୍ଡା ହେଲେ ହୋଟେଲକୁ ବଦନାମ କଲେ ତାଙ୍କୁ କଣ କହିବେ? କଣ ଆଜ୍ଞା କହିବା, ଏମିତି ମିଛ ସତ ଭାବିକି ତ ମାନେ ନଣ୍ଡା ହଉଛନ୍ତି। ଆଉ ଆମେ ତ ସେ କାମ କେବେ କରିବୁନି। ଆମେ ନିଜେ ହିନ୍ଦୁ ଲୋକ, ଆମେ ଯେତେବେଳେ ଜଗନ୍ନାଥ ଧାମରେ ରହିକି ଏଭଳିଆ କାମ ଆମେ କେବେ ବି କରିବୁନି। ଆଉ ସମସ୍ତେ ବି ଜାଣନ୍ତି ଆମେ ଜୟା ଢାବା କୋଉ କାଳରେ ପୁରୁଣା ଢାବା, କେମିତି ଏବେ କେବେ ବି ଏମିତି କରିବେନି। ଏଇଭଳିଆ ମିଛ ସତ କହିକି ଇଏ କରିଛନ୍ତି ଆଉ। କେମିତି ତାଙ୍କୁ ଆଜ୍ଞା ଇଏ କରନ୍ତୁ, କେମିତି ଆମର ଇଏରେ ଆମେ 15 ଜଣ ଷ୍ଟାଫ୍ ଚଳୁଥିଲୁ, ଇଏ କରୁଥିଲୁ। ମିଛ କଥା କହିକି ଏପଟ ସେପଟ କଲେ। ଆଉ କଣ ଗ୍ରାହକ ମାନଙ୍କୁ କଣ କହିବେ? ଗ୍ରାହକ ଆମେ ଏତିକି କହିବୁ, ଆମେ ଜୀବନରେ ଏମିତି କାମ କେବେ ବି କରିବୁନୁ। ତାପରେ ଆମର ଏଇ ଜାଗାରେ ଆମେ ଥାଇକି ନିଜେ ହିନ୍ଦୁ ଲୋକ ହେଇକି ଆମେ କେବେ ବି ଜିନିଷ କରିବୁ, ନିଜେ ଖାଉଛୁ, ନିଜେ ସବୁ ଇଏ କରୁଛୁ, କାହାକୁ ଦବୁନି, ଇଏ କରିବୁନି।